ଜହ୍ନି ଆଳୁର ଭଜା କେବେ କରିଛନ୍ତି କି? ଯଦି କରିନାହାନ୍ତି ତେବେ ଏହି ଭିଡ଼ିଓକୁ ଆପଣମାନେ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ରେସିପିଟି ଦେଖି ସାରିଲା ପରେ ବନାନ୍ତୁ, ନିଶ୍ଚିତ ଭଲ ଲାଗିବ। ଏବଂ ଏହି ଜହ୍ନି ଆଳୁର ଭଜାକୁ ଆମେ ଯଦି ବନେଇ ସାରିଲା ପରେ ଗରମ ଗରମ ଭାତ କିମ୍ବା ପଖାଳ ସହିତ ଖାଉଛେ ତାର ସ୍ୱାଦ ବହୁତ ବଢ଼ିଆ ଏବଂ ଖାଇବାକୁ ଯେମିତି ଭଲ ଲାଗେ ଦେଖିବାକୁ ମଧ୍ୟ ବହୁତ ଭଲ ଲାଗେ। ଏବଂ ଏଥିରେ ଲୁଣ ଏବଂ ଲଙ୍କାର ପରିମାଣ ଯଦି ସମାନ ମାତ୍ରାରେ ହେଉଛି ତେବେ ଏ ଭଜାର ସ୍ୱାଦ ବହୁତ ଭଲ ଲାଗିଥାଏ। ଯେକୌଣସି ଭଜାରେ ଲୁଣ ଲଙ୍କା ଠିକ୍ ମାତ୍ରାରେ ହେଇଥିଲେ ଭଜାର ସ୍ୱାଦ ଅଧିକ ଭଲ ଲାଗିଥାଏ। ଜହ୍ନି ଆଳୁର ଭଜା ଦେଖିବାକୁ ଯେମିତି ସୁନ୍ଦର, ଖାଇବାକୁ ମଧ୍ୟ ବହୁତ ବଢ଼ିଆ। ଜହ୍ନି ଆଳୁ ଭାଜିଲା ବେଳେ କିଛି ଅଂଶରେ ଭାଜି ହେଇ ଆସିଲା ପରେ ଆମର ଧଳା ରାଶି ଯଦି ସେଥିରେ କିଛି ଦେଇ ଦେଉଛେ ତେବେ ତାର ବାସ୍ନା ମଧ୍ୟ ବହୁତ ଭଲ ଲାଗେ ଏବଂ ଖାଇବାକୁ ମଧ୍ୟ ବହୁତ ଟେଷ୍ଟି ଲାଗେ। ତେଣୁ ଜହ୍ନି ଆଳୁର ଭଜା ବନେଇଲା ବେଳେ ଆମେ କିଛି ଧଳା ରାଶି ସେଥିରେ ଦେଇଦେବା, ଅଧିକ ସ୍ୱାଦ ଲାଗିବ। ଜୟ ଜଗନ୍ନାଥ, ମାମି କିଚେନକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆସନ୍ତୁ ଆମେ ସେହି ରେସିପିକୁ ଷ୍ଟାର୍ଟ କରିନେବା। ପ୍ରଥମେ ମୁଁ ଗୋଟେ ଆଳୁ ଏବଂ ଜହ୍ନିକୁ ନେଇଛି ଏବଂ ଆମେ ଏହି ଜହ୍ନିକୁ କାଟିଲା ବେଳେ ଧୋଇକି କାଟିବା। ଧୋଇ ସାରିକି କାଟିଲା ବେଳେ ତାର ଭିଟାମିନ୍ ଅଂଶ ନଷ୍ଟ ହୋଇଯାଇଥାଏ, ତେଣୁ ସବୁବେଳେ ପରିବାକୁ ଆମେ ଧୋଇକି କାଟିଲେ ଭଲ। ସେଥିରୁ ମୁଁ ଗୋଟେ ଜହ୍ନି ଏବଂ ଗୋଟେ ଆଳୁକୁ ନେଇଛି। ଏବେ ସେଇ ଆଳୁ ଏବଂ ଜହ୍ନିର ଭଜା ପାଇଁ ମସଲା ନେଇଛି। ମୁଁ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜକୁ ଏଇଭଳି ଛୋଟ ଛୋଟ କାଟି ନେଇଛି ଏବଂ 5ରୁ 6 କୋଲା ରସୁଣ ନେଇଛି, କିଛି ଅଦା ନେଇଛି ଏବଂ ହାଫ୍ ଚାମଚ ଜିରା ନେଇଛି, ଗୋଟେ ଚାମଚ ସୋରିଷ ଏବଂ ଆଉ ଗୋଟେ ଚାମଚ ପୋସ୍ତ। ଏବେ ଆସନ୍ତୁ ଆମେ ସେଇ ଜହ୍ନି ଆଳୁରୁ ଏଇଭଳି ଚୋପା ଛଡ଼େଇ ନେବା। ଚୋପା ଛଡ଼େଇ ସାରିଲା ପରେ ଆମେ ଏଇଭଳି ଲମ୍ବା ଲମ୍ବା କାଟି ନେବା, ବେଶୀ ଛୋଟିଆ କରିବାନି କିମ୍ବା ବଡ଼ ସାଇଜ୍ର କରିବାନି। ଦେଖନ୍ତୁ ଜହ୍ନିକୁ ମୁଁ ଏଇଭଳି କାଟିଛି ଏବଂ ଚୋପାକୁ ବେଶୀ ଛଡ଼େଇ ନାହିଁ, ତାର ଶିର ଅଂଶରୁ ଚୋପାକୁ ଖାଲି ଛଡ଼େଇଛି। ଏବେ ଆସନ୍ତୁ ଗୋଟେ କଡ଼େଇ ବସାଇ ନେବା। କଡ଼େଇ ମଧ୍ୟ ଗରମ ହେଇଗଲାଣି, ସେଥିରେ କିଛି ତେଲ ଦେଇଦେବା ଏବଂ ପଞ୍ଚ ଫୁଟଣ କିଛି ପକାଇ ନେବା। ପଞ୍ଚ ଫୁଟଣ ମଧ୍ୟ ଫୁଟିଗଲା ପରେ ଆମେ ସେଥିରେ ପରିବା ଗୁଡ଼ିକ ପକାଇଦେବା। ଯେଉଁ ଜହ୍ନି ଆଳୁ କାଟି ରଖିଥିଲେ ଆମେ ସେଥିରେ ପକାଇ ନେଲେ। ଏବେ ଆସନ୍ତୁ ସେଇ ଜହ୍ନି ଆଳୁକୁ କିଛି ସମୟ ଏପଟ ସେପଟ କରିନେବା। କରିସାରିଲା ପରେ ଆମେ ପରିମାଣ ଅନୁଯାୟୀ ବା ବାଟି ରଖିଥିବା ମସଲାକୁ ଆମେ ସେଥିରେ ଦେଇଦେବା ଏବଂ ପରିମାଣ ଅନୁଯାୟୀ ଲୁଣ କିଛି ଦେଇଦେବା। ଲୁଣ ଦେଇ ସାରିଲା ପରେ ଆମେ କିଛି ହଳଦୀ ଗୁଣ୍ଡ ମଧ୍ୟ ଦେବା ଏବଂ ଲଙ୍କାଗୁଣ୍ଡ ମଧ୍ୟ କିଛି ଦେବା। ଦେଇ ସାରିଲା ପରେ ଆମେ ଏହାକୁ ଭଲ ଭାବରେ ଗୋଳେଇ ନେବା, ଯେମିତିକି ପରିବା ସହିତ ମସଲା ମିଶିଯିବ। ଏବେ ଭଲ ଭାବରେ ଗୋଳେଇ ନେଇ ଘୋଡ଼ଣୀ 5ରୁ 6 ମିନିଟ୍ ପର୍ଯ୍ୟନ୍ତ ଆମେ ଦେଇଦେବା। ପ୍ରଥମେ ଆମେ ଗ୍ୟାସ୍କୁ ହାଇ ଫ୍ଲେମ୍ରେ ରଖି ପରିବା ଗୁଡ଼ିକୁ ବା ଜହ୍ନି ଆଳୁକୁ ଭାଜିବା ଏବଂ କିଛି ଅଂଶରେ ହେଇସାରିଲା ପରେ କିଛି ଅଂଶରେ ଜହ୍ନି ଆଳୁ ଏବଂ ମସଲା ସହିତ କଷି ହେଇଗଲେ ତାପରେ ଆମେ ଗ୍ୟାସ୍କୁ ମିଡ଼ିୟମ୍ ଫ୍ଲେମ୍ରେ ନେଇ ଆସିବା। ଫାଷ୍ଟ ଆମେ ହାଇ ଫ୍ଲେମ୍ରେ ଗ୍ୟାସ୍କୁ ରଖି ଏହି ଜହ୍ନି ଆଳୁର ଭଜା ବନେଇବା। ତାପରେ କିଛି ଅଂଶରେ ହେଇସାରିଲା ପରେ ଗ୍ୟାସ୍କୁ ଆମେ ମିଡ଼ିୟମ୍ ଫ୍ଲେମ୍କୁ ନେଇ ଆସିବା। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗେ ତେବେ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଏବେ ଆସନ୍ତୁ ଆମର ଜହ୍ନି ଆଳୁର ଭଜା କିଛି ଅଂଶରେ ହେଇ ଆସିଲାଣି, ସେଥିରେ କିଛି ଧଳା ରାଶି ଦେଇଦେବା, ଯାହାକି ତାର ସ୍ୱାଦ ଯେମିତି ଲାଗିବ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗିବ। ଏବେ ଦେଖନ୍ତୁ ପକାଇ ସାରିଲା ପରେ ଆଉ କିଛି ସମୟ ଏପଟ ସେପଟ କରିନେବା। ଯେହେତୁ ତେଲ ମସଲା ଖାଇଲା ବେଳେ ଦେହ ଖରାପ ହେଉଛି, ତେଣୁ ଅଳ୍ପ ତେଲ ମସଲା କିଭଳି ସ୍ୱାଦିଷ୍ଟ ତରକାରୀ ହେଇପାରିବ ଆମେ ନିଶ୍ଚିତ ତାହାକୁ ଫଲୋ କରି ବନେଇ ନେବା। ଏବେ ଦେଖନ୍ତୁ ଜହ୍ନି ଆଳୁ ଭଲ ଭାବରେ ହେଇ ଆସିଲାଣି, ଆଉ କିଛି ସମୟ ଆମେ ଭାଜି ନେବା। ଦେଖନ୍ତୁ ଏବେ ମୋର ଭଲ ଭାବରେ ଜହ୍ନି ଆଳୁର ଭଜା ବନିଗଲା। ଅନ୍ୟ ପାତ୍ରକୁ ଖୋଲି ନେବା। ତେଣୁ ଏହିଭଳି ଭାବରେ ଭଲ ଭାବରେ ଜହ୍ନି ଆଳୁର ଭଜା ରେଡ଼ି ହେଇଗଲା। ତେଣୁ ଏହିଭଳି ଭାବରେ ଜହ୍ନି ଆଳୁର ଭଜା ନିଶ୍ଚିତ ବନାନ୍ତୁ ଏବଂ ଗରମ ଭାତ କିମ୍ବା ପଖାଳ ସହିତ ଖାଆନ୍ତୁ, ବହୁତ ବଢ଼ିଆ ଲାଗିବ। ଯେହେତୁ ଏଥିରେ ତେଲ ମସଲା ପଡ଼ିଛି ନିଶ୍ଚିତ, କିନ୍ତୁ ତେଲର ବ୍ୟବହାର ଏଥିରେ କମ୍ ହେଇଛି, ତେଣୁ ତାର ସ୍ୱାଦ ବହୁତ ବଢ଼ିଆ ଲାଗିବ, କାରଣ ସେଥିରେ
ତେଲ ମସଲା କମ୍ ପରିମାଣରେ ବ୍ୟବହାର ହେଇଛି ଏବଂ ଛୋଟ ପିଲାମାନଙ୍କୁ ମଧ୍ୟ ବହୁତ ଭଲ। ତେଣୁ ଏଇଭଳି ଭାବରେ ଜହ୍ନି ଆଳୁର ଭଜା ବନାନ୍ତୁ। କେମିତି ଲାଗୁଛି କମେଣ୍ଟ ବକ୍ସରେ ଲେଖି ନିଶ୍ଚିତ ଜଣାନ୍ତୁ। ବର୍ତ୍ତମାନ ପାଇଁ ରହୁଛି, ପୁଣି ଦେଖା ହେବ ନୂଆ ଭିଡ଼ିଓ ନୂଆ ରେସିପି ସହ। ଜୟ ଜଗନ୍ନାଥ।